ଶିକ୍ଷାର ଉଦ୍ଦେଶ୍ୟ ଗୁଡ଼ିକ ଆଲୋଚନା କର। ଏଇଟା ତମର ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଆକୁ ତମେ ସମସ୍ତେ ନୋଟ୍ କର। ଦେଖ ଶିକ୍ଷାର ଉଦ୍ଦେଶ୍ୟ କ'ଣ? ଶିକ୍ଷାର ଉଦ୍ଦେଶ୍ୟ ହେଉଛି ସୁରକ୍ଷା ପ୍ରଦାନ, ସାମାଜିକ ନିୟନ୍ତ୍ରଣ, ଭବିଷ୍ୟତ ପ୍ରଗତି, ବୈଜ୍ଞାନିକ। ତ ଇଏ ସବୁ ଯାକ ଏଇ ଯେଉଁ 5-6ଟା ପଏଣ୍ଟ ଦେଇଛି ଆକୁ ସବୁ ଯାକ ଆମକୁ ଲେଖିବାକୁ ପଡ଼ିବ। କାହିଁକିନା ଆମକୁ 5 ମାର୍କ ପୁରା ନେବାର ଅଛି। ତ ସେଥିପାଇଁ ଆମକୁ କ'ଣ କରିବାକୁ ପଡ଼ିବ ନା ସବୁ ଯାକ ପୁରା ଭଲ ଭାବରେ ଲେଖିବାକୁ ପଡ଼ିବ। ବୁଝିପାରିଲ କି ନାହିଁ? ଦେଖ କ'ଣ ରହିଛି, ଶିକ୍ଷାର ଉଦ୍ଦେଶ୍ୟ ଗୁଡ଼ିକ ହେଉଛି ତାର ପଏଣ୍ଟ ଦେଇ ଯେମିତି ପଏଣ୍ଟ ଦେଇଛି ତମେ ସେମିତି ପଏଣ୍ଟ ଦେଇ ଆରାମସେ ଲେଖିବ। ନହେଲେ IIII ପଏଣ୍ଟ ମଧ୍ୟ ଦେଇ ଲେଖିପାରିବ। ଦେଖ ସୁରକ୍ଷା ପ୍ରଦାନ, ଦେଖ କେମିତି ନା ଛାତ୍ର ଜୀବନରେ ନିୟମିତ ଦିଗରେ ଅନେକ ଜଗତ ତଥା ପ୍ରତିବନ୍ଧକ ପ୍ରଣୟମାନ ହୋଇଥାଏ। ଶିକ୍ଷା ହିଁ ସେହି ବିପଦର ସମ୍ମୁଖୀନ ହେବା ଦିଗରେ ଆମକୁ ଯଥେଷ୍ଟ ସାହାଯ୍ୟ କରିଥାଏ। କିଏ? ଶିକ୍ଷା। ଶିକ୍ଷା ଆମକୁ କ'ଣ କରିଥାଏ ନା ସୁରକ୍ଷା ପ୍ରଦାନ ବେଳେ ଆମକୁ ଠିକ୍ ବାଟକୁ ନେବା ପାଇଁ ଶିକ୍ଷା ହିଁ ସବୁଥିରେ ସାହାଯ୍ୟ କରିଥାଏ। ଶିକ୍ଷା, ବୁଝିପାରିଲ କି ନାହିଁ? ଦେନ୍ ଦେଖ ସେକେଣ୍ଡ ନମ୍ବର ପଏଣ୍ଟ, ସାମାଜିକ ନିୟନ୍ତ୍ରଣ। ଛାତ୍ର ଜୀବନରେ ସାମାଜିକ ନିୟନ୍ତ୍ରଣରେ ଶିକ୍ଷା ଏକ ଅମଙ୍ଗ ଅଶୁ ଭାବରେ କାର୍ଯ୍ୟ କରିଥାଏ। ହେଲା କି? ଶିକ୍ଷାଟା କ'ଣ କରିଥାଏ ନା ଅମଙ୍ଗ ଅଶୁ ଭାବରେ ସେ କାର୍ଯ୍ୟ କରିଥାଏ। ଶିକ୍ଷା ମାଧ୍ୟମରେ ସାମାଜିକ ମୂଲ୍ୟବୋଧ, ଅଭ୍ୟାସ, ପ୍ରଥା, ପରମ୍ପରା, ନୀତିଶାସ୍ତ୍ର ସୁରକ୍ଷା ଦେଇଥାଏ। ସୁରକ୍ଷା ଦିଏ ମାନେ କେମିତି ନା ଦେଖ ସାମାଜିକ ନିୟନ୍ତ୍ରଣ ସମୟରେ ମଧ୍ୟ ଶିକ୍ଷା ଛାତ୍ରମାନଙ୍କ ଉପରେ ସୁରକ୍ଷା ମଧ୍ୟ ସେମିତି ଦେଇଥାଏ। ସାମାଜିକ ମୂଲ୍ୟବୋଧ, ଅଭ୍ୟାସ, ପ୍ରଥା, ପରମ୍ପରା, ନୀତିଶାସ୍ତ୍ର ସବୁବେଳେ କ'ଣ କରିଥାଏ ନା ଶିକ୍ଷା ହିଁ ସେଗୁଡ଼ିକୁ ମାନେ କ'ଣ ବୁଝାଇଥାଏ। ସାମାଜିକ ନିୟନ୍ତ୍ରଣ କେମିତି ହେବ ସବୁ ଛାତ୍ର ଜୀବନରେ ଆମେ ସବୁ ବୁଝିଥାଉ, ନାଇଁ କି? ଆଚ୍ଛା 3 ନମ୍ବର ଦେଖ ଭବିଷ୍ୟତର ପ୍ରଗତି। ଛାତ୍ର ଜୀବନରେ ଶିକ୍ଷା ଭବିଷ୍ୟତ ପ୍ରଗତି ହିଁ ସାହାଯ୍ୟ କରିଥାଏ। ଛାତ୍ର ଜୀବନରେ ଏଇଟା ବଢ଼ିଆ ପଏଣ୍ଟ, ୟାକୁ ଲେଖିବ। ଦେଖ ଯେମିତି ପଏଣ୍ଟ ଦେଇ ସେମିତି ଲେଖିବ ଆଉ ତମକୁ ବି ଇଜି ବି ହେବ, କାରଣ ଛୋଟ ଛୋଟ ପଏଣ୍ଟ ସବୁ ଦେଇଛି। 4 ନମ୍ବର ଦେଖ ବୈଜ୍ଞାନିକ ଜ୍ଞାନ ଅର୍ଜନ। ଶିକ୍ଷା ଛାତ୍ର ଜୀବନରେ ବୌଦ୍ଧିକ ବିକାଶର ସହାୟକ ହୋଇଥାଏ। ଦେଖ ଛାତ୍ର ଜୀବନରେ ଆମେ ଅନେକ କିଛି ଶିଖିଥାଉ ଶିକ୍ଷା ଉପରେ, ନାଇଁକି? ଛାତ୍ର ଜୀବନରେ ଆମର ଯେକୌଣସି ଜିନିଷ ଆମକୁ ଗୁରୁ ଶିଖାଇଥାନ୍ତି ଆମେ ଶିଖିଥାଉ। ସାମାଜିକ ଦକ୍ଷତା ଅର୍ଜନ। ଦେଖ ଶିକ୍ଷା ଛାତ୍ର ଜୀବନରେ ସମାଜ ସହିତ ସାମିଲ ହେବାର ଦକ୍ଷତା କେବଳ ଶିକ୍ଷା ହିଁ ଆଣିଥାଏ। କ'ଣ କରିଥାଏ ନା ସମାଜ ସାଙ୍ଗରେ ଆମେ କେମିତି ଚଳିବା, ସମାଜ ସାଙ୍ଗରେ କେମିତି ଦକ୍ଷତା ଅର୍ଜନ କରିବା, ସମାଜ ସାଙ୍ଗରେ ଆମେ କେମିତି ଠିକ୍ ସମୟରେ ଯିବା, ସବୁ କିଛି ଶିକ୍ଷା ହିଁ ଆମକୁ ଶିଖାଇଥାଏ। ହେଲା କି? ଯାହା ଆମେ ମାନେ ଶିକ୍ଷା ଦ୍ୱାରା ଆମେ ସବୁ କିଛି ଶିଖିଥାଉ। ଚାଲିଚଳନ, କଥାବାର୍ତ୍ତା, ଗୋଟେ ଭଲ କ'ଣ ମଣିଷ ହେବା, ସବୁ ଶିକ୍ଷା ହିଁ ଶିଖାଇଥାଏ। ଦେନ୍ ଦେଖ 6 ନମ୍ବର ପଏଣ୍ଟ, ସମଯୋଜନ। ସମାଜ ସହିତ ସାମିଲ ହୋଇ ଚଳିବାର ସାମର୍ଥ୍ୟ ଉପରେ ଛାତ୍ର ସ୍ଥିତି ନିର୍ଭରଶୀଳ ଅଟେ। ଶିକ୍ଷା ମାଧ୍ୟମରେ ଶିଶୁ ପରିବେଶ ସହ ସାମିଲ ହୋଇ ଚଳିବାର ସାମର୍ଥ୍ୟ ହାସଲ କରି ଜଣେ ସୁସ୍ଥ ନାଗରିକରେ ପରିଣତ ହୋଇଥାଏ। ପରିବେଶରେ ଆମେ କେମିତି ସାମିଲ ହୋଇ ଚଳିବା, କିପରି ଆମେ ଜଣେ ସୁସ୍ଥ ନାଗରିକ ହେବା, ତାହା ମଧ୍ୟ ଆମକୁ କିଏ? ଶିକ୍ଷା ହିଁ ଶିଖାଇଥାଏ, ନାଇଁ କି? ଆଚ୍ଛା ବି ତମର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କ'ଣ ଦେଇଛି ନା ମୁକ୍ତ ଏବଂ ଦୂର ଶିକ୍ଷଣ ମାଧ୍ୟମରେ ଉଚ୍ଚ ଶିକ୍ଷାର ଆହ୍ୱାନ ଗୁଡ଼ିକ ଲେଖ। ମୁକ୍ତ ଆଉ ଦୂର ଶିକ୍ଷଣ। ତ ତମକୁ ଏଇଭଳି କ୍ୱେଶ୍ଚିନ୍ ମଧ୍ୟ ତମର ଆସିଥିବ। ତମେ କ'ଣ କରିବ ନା ଆକୁ ପୁରା ସଜେଇକିନି ପ୍ରାଞ୍ଜଳ ଭାବରେ ତମକୁ ଲେଖିବାକୁ ପଡ଼ିବ, କାହିଁକିନା ଆମକୁ ଫୁଲ୍ ମାର୍କ ଆମର ଆଣିବାର ଅଛି। ଆଚ୍ଛା ତାହେଲେ ଆମେ କ'ଣ କରିବା ଲେଖିବା। କ'ଣ ଲେଖିବା ଦେଖ ଉଚ୍ଚତର ଶିକ୍ଷାରେ ପ୍ରବେଶ ଏବଂ ସମାନତାରେ ଦେଖାଯାଉଥିବା ଆହ୍ୱାନ ଗୁଡ଼ିକ ପରିପୂରଣ କରିବା ପାଇଁ ମୁକ୍ତ ଏବଂ ଦୂର ଶିକ୍ଷଣ ଏକ ବିକଳ୍ପ ରୂପ କାର୍ଯ୍ୟ କରେ। ବିକଳ୍ପ ରୂପେ ସେ କ'ଣ କରିଥାଏ ନା କାର୍ଯ୍ୟ କରିଥାଏ। କିଏ? ମାନେ ଶିକ୍ଷାଟା କ'ଣ କରିଥାଏ ନା ସମାନ ଭାବରେ ଦେଖାଯାଉଥିବା ଆହ୍ୱାନ ଗୁଡ଼ିକୁ ସେ ସବୁବେଳେ କ'ଣ କରିଥାଏ ନା ପରିପୂରଣ ଭାବେ ସେ ବିକଳ୍ପ ରୂପରେ ସେ କାର୍ଯ୍ୟ କରିଥାଏ। ଏହି ଶିକ୍ଷଣ ଢାଞ୍ଚା ମଧ୍ୟରେ ସମାଜର ଅଧିକାଂଶ ଲୋକେ ଯଥା ବିଚ୍ଛନ୍ନାଞ୍ଚଳରେ ବାସ କରୁଥିବା ବ୍ୟକ୍ତି, କର୍ମବାଦୀ, ଗୃହିଣୀ, ଅନ୍ୟାନ୍ୟ ପ୍ରାପ୍ତ ବୟସ୍କ ଯେଉଁମାନେ ଜ୍ଞାନର ପରିସୀମାକୁ ବୃଦ୍ଧି କରିବାକୁ ଚାହାନ୍ତି। ଦେଖ ଆମକୁ ଶିକ୍ଷାକୁ ବୃଦ୍ଧି କରିବାକୁ ହେଲେ ଆମକୁ ନିଜକୁ ପ୍ରଥମେ ଶିକ୍ଷା ମାନେ ଆହରଣ କରିବାର ଅଛି, ନାଇଁ କି? ଯଦି ଆମେ ମାନେ ଶିକ୍ଷାକୁ ବୃଦ୍ଧି କରିବାକୁ ଚାହୁଁଛ, କାହିଁକି ନା ଆମେ ନିଜେ ହିଁ ଶିଖେଇଲେ ଜଣକୁ କିଛିଟା ଶିଖେଇ ପାରିବା, ନାଇଁ କି? ଆଚ୍ଛା ସେମିତି ସେମ୍ ଜିନିଷ ଏଠି ହିଁ ସେ କହୁଛି। ଦେନ୍ ଦେଖ ସେମାନେ ଉପକୃତ ହୋଇଥାଏ। ଏହି ମୁକ୍ତି ଏବଂ ଦୂର ଶିକ୍ଷଣ ମାଧ୍ୟମରେ ଉଚ୍ଚତାର ଶିକ୍ଷା ହିଁ ପ୍ରବେଶ କରିଥାଏ। ଏହି ମୁକ୍ତି
ଦୂର ଶିକ୍ଷଣ ମାଧ୍ୟମରେ କ'ଣ ହୋଇଥାଏ ନା ପ୍ରବେଶଟା ବୃଦ୍ଧି ସବୁବେଳେ ହୋଇଥାଏ। ସାଧାରଣତଃ ଔପଚାରିକ ଶିକ୍ଷା ବ୍ୟବସ୍ଥା ରହିଥିବା କେତେକ ଦୁର୍ବଳତା ନୀତି ନିର୍ଦ୍ଧାରକ ମାନଙ୍କୁ ଏଇ ଧରଣର ଶିକ୍ଷା ପ୍ରଦାନ ପାଇଁ ଆଗ୍ରହୀ କରିଛନ୍ତି ହେଲା। ଏଇ ଶିକ୍ଷା ଯେଉଁ ନିର୍ଦ୍ଧାରିତ ମାନଙ୍କୁ କ'ଣ କରିଥାନ୍ତି ସେ ସମସ୍ତେ ଆଗ୍ରହ କରୁଛନ୍ତି ହେଲା କି। ସେମାନେ ମୁକ୍ତ ଏବଂ ଦୂର ଶିକ୍ଷଣ ଔପଚାରିକ ଶିକ୍ଷଣର ଏକ ବିକଳ୍ପ ରୂପେ ବିବେଚନା କରନ୍ତି। ଏହି ଢାଞ୍ଚା ମାଧ୍ୟମରେ ଶିକ୍ଷଣ ଯୋଗୁଁ ଶିକ୍ଷାବସ୍ଥାରେ ପ୍ରବେଶ ଗୁଣାତ୍ମକ ମୂଲ୍ୟବୋଧ ସମ୍ଭବ ହୋଇଥାଏ ହେଲା କି। ସେ କ'ଣ ହୋଇଥାଏ ନା ସେ ଯେଉଁ ଢାଞ୍ଚା ଯୋଗୁଁ ଆମର ଯେଉଁ ଦୂର ଶିକ୍ଷଣ ଆଉ ମୁକ୍ତି ଯୋଗୁଁ ଆମର କ'ଣ ହୋଇଥାଏ ନା ବୃଦ୍ଧି ହୋଇଥାଏ, ମୂଲ୍ୟଟା ଆମର କ'ଣ ହୋଇଥାଏ ନା ବୃଦ୍ଧି ହୋଇଥାଏ। ମୁକ୍ତ ଓ ଦୂର ଶିକ୍ଷାର କେତୋଟି ଗୁରୁତ୍ୱ ରହିଛି ଯାହା ତମକୁ ପଏଣ୍ଟ ଦେଇ ଲେଖିବାର ଅଛି। ଦେଖ ପଏଣ୍ଟ ଦେଇ ଲେଖିବ ABCD ଯାହା ବି ତମେ ପଏଣ୍ଟ ଦେଇ ଲେଖିପାର। ଦେଖ ବୃହତ୍ତର ନମନୀୟତା ଆଉ ଏହି ଢାଞ୍ଚାରେ ଶିକ୍ଷାର ବ୍ୟବସ୍ଥାର ନମନୀୟତା ପ୍ରକାଶିତ ହୁଏ। ଦେନ୍ ଦେଖ କୌଣସି ସ୍ଥାନକୁ ଯାତାୟାତ କରିବାକୁ ପଡ଼ିଥାଏ, ଏହା ଅର୍ଥ ସଞ୍ଚୟ ହୋଇଥାଏ। ଏ ଧାରଣ ଶିକ୍ଷଣ ଉପଯୁକ୍ତତା ବହୁ ଅଧିକ ହେଲା କି। ଏଥିରୁ ଏହା ସ୍ପଷ୍ଟ ହୁଏ ଯେ ମୁକ୍ତ ଦୂର ଶିକ୍ଷଣ ମାଧ୍ୟମରେ ଉଚ୍ଚତର ଶିକ୍ଷା କେତେକ ଆହ୍ୱାନର ସମ୍ମୁଖୀନ ହୋଇଥାଏ। କେତେକ ମାନେ କ'ଣ ସ୍ପଷ୍ଟ ହେଉଛି ଏଥିରୁ କ'ଣ ନା ଏଇ ଉଚ୍ଚ ଶିକ୍ଷାଟା କେତେକ ଆହ୍ୱାନରେ ସେ ସମ୍ମୁଖୀନ ହେଉଛି। ଉଚ୍ଚତର ଶିକ୍ଷା କାହାକୁ କୁହାଯାଏ ଏଇଟା ତମର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆକୁ ସମସ୍ତେ ସବୁବେଳେ ଲେଖିକିନି ରଖିବ। ମୁଁ ଏବେଠୁ କହୁଛି ଏଇଟା ସବୁ ବର୍ଷ ଆସୁଛି। ଉଚ୍ଚତର ଶିକ୍ଷା କାହାକୁ କୁହାଯାଏ ମୁଁ ସିମ୍ପଲ ଭାବରେ ଦେଖ ବୁଝାଉଛି। ଉଚ୍ଚତର ଶିକ୍ଷା କହିଲେ ତୁମର ଯେଉଁ ମହାବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟ ଯେଉଁ ଡିଗ୍ରୀ ତୁମ ହାସଲ କରିଥାନ୍ତି ଯେଉଁ ପିଲାମାନେ, ତାକୁ ଉଚ୍ଚତର ଶିକ୍ଷା କୁହାଯାଏ। ମାନେ ଯେଉଁ ଡିଗ୍ରୀ ତୁମେ ହାସଲ କରିଥାଅ ବିଦ୍ୟାଳୟ ଯେଉଁ ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟରେ, ତାକୁ ଉଚ୍ଚତର ଶିକ୍ଷା କୁହାଯାଏ। ମନେ ରହିଲା। ଦେଖ ଉଚ୍ଚତମ ଶିକ୍ଷା ପ୍ରତ୍ୟେକଟି ସ୍ୱରୂପ ଦୃଷ୍ଟିରୁ ଅସ୍ପୃଷ୍ଟ ଅଟେ। ଏହାକୁ ବିଭିନ୍ନ ବ୍ୟକ୍ତିବିଶେଷ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ସମୟରେ ଅନେକ ଉପାୟରେ ବ୍ୟବହାର କରାଯାଏ। ଆନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଏହାକୁ ଶିକ୍ଷାର ତୃତୀୟ ସ୍ତର ବୋଲି କୁହାଯାଏ। ଆକୁ ଲେଖିବ ସମସ୍ତେ, ବହୁତ ହି ବଢ଼ିଆ ଜିନିଷ ଦେଇଛି। ସାଧାରଣତଃ ଉଚ୍ଚତର ଶିକ୍ଷା କହିଲେ ଉଚ୍ଚତର ଡିଗ୍ରୀ ହାସଲକୁ ବୁଝାଏ, ଏଇଟା ମୁଁ କହିଛି। ଦେନ୍ ଦେଖ ଏହାର ପରିସର ମଧ୍ୟରେ ଉପସ୍ନାତକ ମହାବିଦ୍ୟାଳୟ, ସ୍ନାତକୋତ୍ତର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ଉଚ୍ଚସ୍ତରୀୟ ଅଧ୍ୟୟନ କେନ୍ଦ୍ର ଅନ୍ତର୍ଭୁକ୍ତ। ଉକ୍ତ ଅନୁଷ୍ଠାନରେ ପ୍ରଦତ୍ତ ଶିକ୍ଷା ହିଁ ଉଚ୍ଚତର ଶିକ୍ଷା। ଏଠାରେ 3 ବର୍ଷ ଅବଧି ବିଶିଷ୍ଟ ସ୍ନାତକ ଡିଗ୍ରୀ, ଏହାପରେ 2 ବର୍ଷ ସ୍ନାତକୋତ୍ତର ଏବଂ ପୁନଶ୍ଚ 2 ବା 3 ବର୍ଷର ଗବେଷଣା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଏ ହେଲା କି। ଏଠି 2 ରୁ 3 ବର୍ଷ ମଧ୍ୟରେ ଗବେଷଣା ତମର ଅନ୍ତର୍ଭୁକ୍ତ ହୋଇଯାଏ। ଆଉ ମେନ୍ କଥା ତମର ଏଇଟା ମାନେ କ'ଣ ବିଶ୍ୱବିଦ୍ୟାଳୟ ତମେ ଡିଗ୍ରୀ ଯେଉଁ ହାସଲ କରିଥାଉ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟ, ସେଇଟାକୁ ଉଚ୍ଚତର ଶିକ୍ଷା କୁହାଯାଏ। ବୁଝିପାରିଲ ସମସ୍ତେ। ଇଏ ଥିଲା ତମର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ନେକ୍ସଟ ଆମେ ଆହୁରି ଇମ୍ପୋର୍ଟାଣ୍ଟ ବି କ୍ୱେଶ୍ଚିନ୍ ମଧ୍ୟ ଦେଖିବା। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ। ଯଦି ଟେଲିଗ୍ରାମରେ ଜଏନ୍ ହୁଅନ୍ତି ଟେଲିଗ୍ରାମରେ ଯାଇକିନି ଜଏନ୍ ହୋଇଯିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।